ରାଧାନାଥ ରାୟ ବାହାଦୁର ଯାହାଙ୍କର ବାପାଙ୍କର ନାଁ ସୁନ୍ଦର ନାରାୟଣ ରାୟ ମାଙ୍କ ନାଁ କାଳୀ ଦେବୀ 1848 ମସିହା ଅକ୍ଟୋବର 17 ତାରିଖ ଏ ପୁଅ କଣ କହିଲେ କହିଲେ ବଳି ହୋଇ କିଏ ଦୈବ ବିଧାନକୁ କରିବାନ ମହାବଳି ଠାରୁ ବଳିଆନ ସିନା ଦୈବ ବିଧାନ ଯେତେ ବଳ ଅଛି ଯେତେ ଶକ୍ତି ଅଛି ଯେତେ ଦମ୍ଭ ଅଛି ସମସ୍ତ ଶକ୍ତି ଦୈବୀ ଶକ୍ତି ନିକଟରେ ହାର ମାନିବ। ଯେତେ ବାବା ମାନେ ବସିଛନ୍ତି ଦୈବୀ ଶକ୍ତି କଣ ବାପା ଦୈବୀ ଶକ୍ତି କଣ ଦୈବୀ ଶକ୍ତି କଣ ରେ ନାଇଁ ଯେତେ ବାବା ବସିଛନ୍ତି ଗୋଟିଏ ଧ୍ୟାନ ଦେଖନ୍ତୁ ଗୋ ମାତା ତାର ଛୁଆଟେ ପ୍ରସବ କରୁଛି ଜନ୍ମ ଦଉଛି ତାପରେ ବାତ୍ସଲ୍ୟ କି ଭୂତ ଛୁଆଟେ ଜନ୍ମ ହେଲା ପରେ ତା ଦେହରେ ଲାଗିଥିବା ଲାଳ ରକ୍ତ ପୂଜକୁ ଜିଭରେ ଚାଟି ଚାଟି ଲେହନ କରି ତା ଛୁଆଟେ ଛିଆ କରିଦିଏ 15-20 ମିନିଟ ଅଧଘଣ୍ଟେ ବା ଘଣ୍ଟା ଭିତରେ ଛୁଆଟା ଡେଇଁ ଚାଲିବ କିନ୍ତୁ ସେଇ ପଶୁ ଜଗତର ଆଉ ଗୋଟେ ପଶୁ ଆସୁ ଦେଖିବା ଗଣ୍ଡା ଦେଖିଛୁ ଆଚ୍ଛା ଗଣ୍ଡା ତା ଛୁଆ ଜନ୍ମ କରିବା ଜାଣିଛୁ ଛୁଆଟା ସାର ଜନ୍ମ କଲା ମା ଗର୍ଭରୁ ଗୁଣ୍ଡା ଛୁଆ ଜନ୍ମ ମାତ୍ର କି ସେଇ କାଳ ରକ୍ତ ଲାଗିଥିବ ତା ମା ପାଖରୁ ସେ ଦୌଡ଼ିକି ପଳେଇଲେ ଆଜ୍ଞା ଦୌଡ଼ି କାହିଁ ପଳେଇଲା ତା ମା ଜିଭରେ ଗୁଣ୍ଡା ଜିଭରେ କୁଣ୍ଟା ଅଛି ଚାଟି ଦେଲେ ଛୁଆଟା ମରିଯିବ ଆଚ୍ଛା ମା ଗର୍ଭରେ ତ ଛୁଆଟା ଥିଲା ତାକୁ ତ କିଛି ଶିଖେଇଥିଲା ଜଣେ ଆଉ ଗୋଟେ କଥା ଶୁଣୁ ଯେତେ ବାବା ଅଛନ୍ତି ମାଙ୍କଡ ଛୁଆ ଜନ୍ମ କଲା ଦେଖିଛନ୍ତି ମାଙ୍କଡ ଛୁଆ ଜନ୍ମ କଲା ବେଳେ ଦେଖିଛନ୍ତି ମାଙ୍କଡ ଛୁଆ ଜନ୍ମ କରିବା ବେଳେ ଆସିଲେ ସେ ଦେଖିବ ଗୋଟେ ଗଛ ଶାଖା ଦେଖିବ କୋଉ ଶାଖା ପ୍ରଶାଖରେ ମୁଁ ଛୁଆ ଜନ୍ମ କରିଛି ଛୁଆଟା ଅଧ ଜନ୍ମ ହେଇବନି ତାର ଛୁଆଟାର ମୁଣ୍ଡ ବାହାରି ହାତ ବାହାରି ପାରିବନି ସେ କଣ କରିବ ନା ତା ଛୁଆଟା ଯୋଉ ଶାଖାରେ ଛୁଆ ଜନ୍ମ କରିବ ସେ ମାଙ୍କଡ ଛୁଆଟା ଗୋଟେ ନାଳ ଧରିବ ଜନ୍ମ ହେଇଥିବା ଛୁଆଟା ଅଧା ଜନ୍ମ ମା ପେଟରେ ଅଛି ଅଧା ସ୍ୱର ବାହାରି ଆସିଛି ହାତରେ ସେ ଡାକ ଧରିବ ମା ଛୁଆ ଆଉ ଢାଳ ଉଠିବ ଘୁମଟ ବାରି ଛୁଆଟା ପେଟରୁ ବାହାରିବ ପେଟ ଉଠିବା ଛୁଆକୁ ଡାଳ ଧରିବା ଶିଖା କି ସେଇ ଯୋଉନି ଆପଣ ମାନଙ୍କର ପଲ୍ଲୀ କବି ନନ୍ଦକିଶୋର ବଳ କହୁଛି ମତ୍ୟର ମାନବ ମର୍ତ୍ତ୍ୟର ମାନବ ଦେବତା ପାଲଟେ କେତେବେଳେ ତାର ଆଶୀର୍ବାଦ କେତେବେଳେ ଗଭୀରେ ଦେବ ଗୁଣା ଦେବତାଙ୍କର ଆଶୀର୍ବାଦ ହେଲେ ମାନବ ଦେବତ୍ୱ ଲାଭ କରିବ କିମ୍ଭୂତ ପରପଦରେ କବି ସୁନ୍ଦର ଆପଣ ମାନଙ୍କ ସନ୍ଦେହ ଅବସର କରିବା ପାଇଁ ଦେଖା ଲୁହା ସୁନା ହେଲେ ଲୁହାରେ ମୁହଁ
ସ୍ପରଶମଣି ଧାତୁ ଅଛି ସ୍ପରଶମଣି ଧାତୁ ଲୁହାରେ ଲାଗିଗଲେ ଲୁହାଟା ସୁନା ହେଇଯିବ କେମିତି ପିଲାମାନେ ପାଠ ପଢୁଛୁ ଚୁମ୍ବକ ଦେଖିଲ ଚୁମ୍ବକ ଚୁମ୍ବକ ଦେଖିଲ ଚୁମ୍ବକ ଗୋଟେ ଚୁମ୍ବକରେ ଗୋଟେ ଲୁହା କଣାରେ ଘଷିଲା 2-4 ମିନିଟ୍ ଘଷିଲା ପରେ ଦେଖେ ଚୁମ୍ବକରେ ଥିବା ଚୁମ୍ବକକୁ ସେ ଲୁହା କଣା ଗ୍ରହଣ କରିବ ସେ ଲୁହା କଣା ଗୋଟେ ବୁଡିବ ନା ସେ ଲାଗିବ ଲାଗିବନି ଲାଗୁଛି ନା କାହିଁ କହିଲି ସ୍ପରଶମଣି ଧାତୁ ଅଛି ସେଥିରେ ଲୁହାଟା ଲାଗିଗଲେ ସେ ସୁନା ହେଇଯିବ ଲୁହାଟା ସୁନା ହେଲା ତାକୁ ଲୁହା କହିବ କହିଲା କାରଣ ମଣିଷ ଦେବତ୍ୱ ଲାଭ କରିବା ପାଇଁ ହେଲେ ସେ ଦେବତାଙ୍କର ଆଶୀର୍ବାଦ ଦରକାର ଅନୁଷ୍ଠାନର କର୍ମକର୍ତ୍ତା ମହୋଦୟମାନ ଆଜି କହିଲେ ସାର୍ ଜଜ ମାନଙ୍କର ମାନସିକ ପୂଜା ପାଲା ହେଇଥାନ୍ତା କି ନାଇଁ ସେ କଥା ଲଗା ଯଦି ଅନୁଷ୍ଠାନ ପାଲା ହେଇଥାନ୍ତା ବୋଧେ ବନ୍ଦ ହେଇଥାନ୍ତା ଯେହେତୁ ଜଜ ମାନଙ୍କର ପାଲା ମାନସିକ ପୂଜା ପାଲା ନିଶ୍ଚିତ ହବ ନାଇଁ ଏତେ ଦେବତାଙ୍କର ଆଶୀର୍ବାଦ ଯଜମାନ ମହୋଦୟଙ୍କର କଲ୍ୟାଣ ପାଇଁ ଖାଲି ସେ ଛୁଆଟିର ମଙ୍ଗଳ ପାଇଁ ନୁହଁ ସବାଦବ ସକୁଟୁମ୍ବଙ୍କର ଉକ୍ତ ଗ୍ରାମର ଦୂର ଦୂରାନ୍ତର ସେ ଯିବା ସମସ୍ତ ପଣ୍ଡିତଙ୍କର କଲ୍ୟାଣ ପାଇଁ ଦ୍ୱିତୀୟ ଦିନରେ ପଦଟା ମଙ୍ଗଳଚରଣ ହେଇଛି କବି ଏଠି ଛୁଆଚନ ସବୁ କଳାକାର ଏରିଆ ନାଇଁ ଓଡିଶାକୁ ଆପଣଙ୍କ ଅଞ୍ଚଳ କଳାକାର ଘାଣ୍ଟୁଛନ୍ତି ନାଇଁ ଆପଣଙ୍କ ଗାଁରେ ଆପଣଙ୍କ ଗାଁ କଥା ଯାଏ ଭଲ ନାହିଁ ନାଇଁ ମାମୁଁ ଘରେ ପୁରୀ ଅଞ୍ଚଳରେ ଯୋଗ୍ୟ ଗାୟକମାନେ ଅଛନ୍ତି ନୃସିଂହ ହୋତା ଆପଣ ମାନଙ୍କର ଏଠି ବିଜୟ ଦାସ ମହୋଦୟ ଅଛନ୍ତି ଜ୍ଞାନର ପ୍ରତିଭା ଯାହାକୁ ନୃସିଂହ ଦାଳ କରନ୍ତି ସେ ନକଟକେ ଭାବେ ନାଇଁ କଥାଟା ଅଛି ଏଠି ସେଠି ଗୋଳା ପଦଟା ଗାଇଛି ଆଜି ଦ୍ୱିତୀୟ ଦିନରେ ପଦରେ ଶ୍ଲୋକ ଅର୍ଥ 2ଟା ହବ କାଲି 1 2 ହବ କାଲି ଶ୍ଲୋକ ହବ 3ଟା ଅର୍ଥ ପରଦିନ 4ଟା ଅର୍ଥ ହବ 5 ଅର୍ଥ ହବ ପାଲା ଆଜିର ବହି ଗାୟକ ମାନେ କହନ୍ତି ରାଘବ ଯାଦବ୍ୟ ନା ରାଘବ ଯାଦବ୍ୟରେ କଥା ନାହିଁ ଏ ଶ୍ଲୋକଟା ହଉଛି ଭାନୁ ଭାର୍ଗବ ସଂହିତା কবি কৃপা সিন্ধু চন্দন চান্দনী শর্মা বাপাঙ্গ না হচ্ছে কৈশোর কিশোর শর্মা মাঙ্গ না সরোজিনী দেবী জন্ম হচ্ছে 1485 মସିହା ପାଲାବାଲା ବହି ଦେଖିବାକୁ ପଡିବ ରେ ପୁଅ ଯୁଗ ଥିଲା ପାଲାବାଲା ମାନେ କେବଳ ଛାତ ଶ୍ଲୋକ ଶିଖ ପାଲା ହଉଥିଲେ ଆଜି ହବ ପାଲାର ବହୁତ ପ୍ରଥମ ଦରକାର ଦେଖନ୍ତୁ 10 ମିନିଟରେ ମୁଁ ଯୋଉ ସାରିକି ବିଷୟ ବୁଝିବି ଯିଏ ପୁତନା 84 ନର୍କରୁ ଗୋଟେ ନର୍କ ହଉଛି ପୁତ ନର୍କ ପୁତ ନର୍କରୁ ଉଦ୍ଧାର କରିବା ପାଇଁ ଯିଏ ଭଗବାନ ରଘୁକୁଲ ତିଳକ ମର୍ଦ୍ଦନ ପୁଛ ଆସିବାକୁ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସେଦିନ ଗାୟକ ମାନେ କହନ୍ତି ସବୁ ନ ହେଇଥିଲା ସବୁ ପୁଣ୍ୟ ନହେଲେ ପ୍ରଭୁ ଜନ୍ମ ନବନି ଏ ପୁଅ ଭଗବାନ ରାମଚନ୍ଦ୍ର ଜନ୍ମ ନେଲେ ପିତାଙ୍କୁ ପୁତନା ମନକୁ ଉଦ୍ଧାର କରିବେ ମଶାରେ କହୁଥିଲେ ଗାୟକ ସାରା 2 ଜଣ ଗାୟକ ଆସିଥିଲେ ଯେ କେମିତିଆ ପୁଅ ହବ 5 ଦିନ ହେଲା ଲୋକ ବିରକ୍ତ ହେଲା ନାଇଁ ସେଟା ବୁଝିବିନି ପୁରୀ ଗୋଟିଏ ହେଲେ ଗୋଟିଏ ନରକୁ ଉଦ୍ଧାର କରିବ 84 ନାଇଁ ରେ ବେହେରା ରେ 83 ନର୍କ ରହିଲା 83 ନର୍କ ଉଦ୍ଧାର କରିବ ଝିଅ ନାଇଁ ରେ ଝିଅ ଅବସ୍ଥାରେ ଆପଣ ମାନଙ୍କର 59 ନର୍କ ଉଦ୍ଧାର କରିବ।